প্রিয় ছাত্রছাত্রী এবং অভিভাবক বন্ধুମାନେ ପ୍ରଜ୍ଞା ଟ୍ୟୁଟୋରିଆଲ ଏକ୍ସପର୍ଟସକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଆଜିର ଏକ ସୁନ୍ଦର ପ୍ରଶ୍ନ ହେଉଛି 30 ଜଣ ପିଲା 50 ମିଟର ଲମ୍ବା ଦୌଡ଼ ରେଖାକୁ 10 ଦିନରେ ରଙ୍ଗ କରିପାରନ୍ତି। 15 ଜଣ ପିଲା 100 ମିଟର ଲମ୍ବ ଦୌଡ଼ ରେଖାକୁ କେତେ ଦିନରେ ରଙ୍ଗ କରିପାରିବେ? ଏଟାକୁ ଯଦି ଆମେ ସ୍ତମ୍ଭ ପ୍ରଣାଳୀ କରିବା ଖୁବ୍ ସହଜରେ ଏବଂ ଅଳ୍ପ ସମୟ ଭିତରେ 30 ସେକେଣ୍ଡ ଭିତରେ ହେଇଯିବ। ମୋତେ ବୁଝିବାକୁ ଲାଗୁଛି ତେଣୁ ଟିକେ ସମୟ ଲାଗୁଛି। ଆଜିରେ 3ଟି ସ୍ତମ୍ଭ କରିବା ଏବଂ ଯେଉଁଟାକୁ ଆମେ ଖୋଜିବା ସେଇଟାକୁ ଡାହାଣ ପଟକୁ ରଖିବା। ସେ କହିଛି କ'ଣ ନା 15 ଜଣ ପିଲା 100 ମିଟର ଦୌଡ଼ ରେଖାକୁ କେତେ ଦିନରେ ଦିନଟା ଖୋଜିବା ପାଇଁ କହିଛି। ତେଣୁ ଆମେ ଦିନଟାକୁ ଡାହାଣକୁ ରଖିବା। ପ୍ରଥମ ସ୍ତମ୍ଭ ରଖିବା ପିଲା ସଂଖ୍ୟା ଦ୍ୱିତୀୟ ସ୍ତମ୍ଭ ରଖିବା କାର୍ଯ୍ୟର ପରିମାଣ ଯେଉଁଟାକି ମିଟରରେ ଅଛି। ତୃତୀୟ ସ୍ତମ୍ଭ ରଖିବା ଦିନ, କେତେ ଦିନ, ସମୟଟା ଯେଉଁଟା। ପ୍ରଥମ ସ୍ତମ୍ଭରେ କ'ଣ କହିଛି 30 ଜଣ ପିଲା 30 ଜଣ ଲେଖିଦେବା। କାର୍ଯ୍ୟର ପରିମାଣ କେତେ ଅଛି ନା କାର୍ଯ୍ୟର ପରିମାଣ ଅଛି 50 ମିଟର। ସମୟ କେତେ ନେଉଛନ୍ତି 10 ଦିନ କମ୍ପ୍ଲିଟ୍। ସିଏ କ'ଣ କହୁଛି 15 ଜଣ ପିଲା, ଆମେ 15 ଜଣ ପିଲା କରିବା। ସେଇ 50 ମିଟର ଲମ୍ବ ରଖିଥିବା। ପିଲା ଯେତେବେଳେ ଅଧା ହେଇଗଲେ 30ର ଅଧା 15 ହେଇଗଲା, ସମୟଟା ନିଶ୍ଚିତ ଅଧିକା ହେବ, 2 ଗୁଣା ହେଇଯିବ, 10ଟା 20 ହେଇଯିବ। ତାପରେ କ'ଣ କହିଛି ନା 15 ଜଣ ପିଲା ସେ କ'ଣ କହିଛି 30 ମିଟର 100 ମିଟର ରାସ୍ତା 50 ଥିଲା, କାର୍ଯ୍ୟଟା 2 ଗୁଣା ହେଇଗଲା। ଏଗେନ୍ ଦିନଟା ବଢ଼ିବ, ଦିନ କେତେ ହେଇଯିବ 20ରେ 2 ଗୁଣା ହେବ 40। ଅତଏବ 15 ଜଣ ପିଲା 100 ମିଟର ଦୌଡ଼ ଇଏକୁ ରଙ୍ଗ କରିବାକୁ 40 ଦିନ ସମୟ ଲାଗିବ। ଏଇଟା ଆମର ହେଲା ଉତ୍ତର। ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖା ହେବା ନେକ୍ସଟ ଭିଡ଼ିଓରେ।